ଜଗନ୍ନାଥ। କିଛି କିଛି ଲୋକ ଦେଖିବେ ଜୀବନରେ ଉନ୍ନତି ତାଙ୍କ ପାଖରେ ସବୁ ଥିବ, ଟ୍ୟାଲେଣ୍ଟ ଥିବ, ଧନ ଥିବ, ସବୁ ଥିବ, କିନ୍ତୁ ହଠାତ୍ ତାଙ୍କ ଲାଇଫ୍ରେ ଗୋଟେ ଅଲଗା ପ୍ରକାର ଝଡ଼ ଆସେ। କିଛି କିଛି ଲୋକ ଧନୀ ହେଇଯାଆନ୍ତି ହଠାତ୍ କି। ଦେଖନ୍ତୁ ତାର ଜାତକ ବିଚାର ଯଦି କରିବା ସେଇଟା ତ ଅଲଗା କଥା ଥାଏ, କିନ୍ତୁ ଗୋଟେ ନ୍ୟୁମରୋଲୋଜି ଅନୁସାରେ ଏବଂ ଗୋଟେ ଏନର୍ଜି ଯେଉଁ ଗୋଟେ ଜିନିଷ ଅଛି, ସମସ୍ତେ ଏନର୍ଜି କନେକ୍ଟ ହୁଅନ୍ତି। ତ ଆଜି ଆମେ ଆଲୋଚନା କରିବା ମୋବାଇଲ ୱାଲପେପର କ'ଣ ଆପଣଙ୍କୁ କାଙ୍ଗାଳ କରିଦେଉଛି, କ'ଣ କ'ଣ ଆପଣ ୱାଲପେପର ରଖିବେନି। ବିଲକୁଲ ଏଇଟା ଗୋଟେ ଏନର୍ଜି କନେକ୍ଟ ଯେଉଁ ଆମ ସାଇନ୍ସରେ ବି ଏଇଟା ଦେଖାଯାଇଛି। ତ ସେଇ ବିଷୟରେ ଆଲୋଚନା କରିବା। ପ୍ରଥମତଃ ଆପଣ ଦେଖନ୍ତୁ ବହୁତ ଭୁଲ କରୁଥିବେ, ଆପଣ ଆପଣଙ୍କର ପୂର୍ବଜ ପିତାମାତାଙ୍କର କେବେ ବି ଆପଣ ୱାଲପେପର ଆପଣଙ୍କ ମୋବାଇଲରେ ରଖିବା କଥା ନୁହେଁ। ଦେଖନ୍ତୁ କମ୍ପ୍ଲିଟଲି ମୁଁ ତାର ଗୋଟେ ଲଜିକ୍ କହୁଛି। ପୂର୍ବଜ ଯେଉଁ ପିତାମାତା ପିତୃଲୋକଙ୍କର ତାଙ୍କର ଜାଗା କେଉଁଟା, ନୈଋତ୍ୟ ଯେଉଁ ସାଉଥ ୱେଷ୍ଟ ଯେଉଁଟା ଆମେ କହିବା, ତ ସେମାନେ ଦେବ ଅଂଶୀ ଅର୍ଥାତ୍ ପିତୃପୁରୁଷଙ୍କୁ କେବେ ନିଜ ମୋବାଇଲରେ ରଖିବା କଥା ନୁହଁ। ଆମେ ମୋବାଇଲ ସର୍ବଦା ହାତରେ ଧରୁଛୁ, ତାଙ୍କ ଜାଗା ଯେଉଁଠି ତାଙ୍କୁ ସେଠି ରଖିବା କଥା। ଗୋଟେ ପଏଣ୍ଟ, କିନ୍ତୁ ବହୁତ ଜଣ ରଖନ୍ତି, ବହୁତ ଜଣ ଭୁଲ କରନ୍ତି, ଯଦ୍ୱାରା ଆପଣଙ୍କୁ ନେଗେଟିଭ୍ ଇଫେକ୍ଟ ପଡ଼ିବାକୁ ଆସେ। ତାପରେ ବହୁତ ଜଣ କ'ଣ କରନ୍ତି କହିଲେ, ନିଜ ନିଜ ଛୁଆ ଯେଉଁ ଛୋଟ ପିଲା ନବଜାତ ଶିଶୁ, ବୁଧ କୁହାଯାଏ ତାଙ୍କୁ, ନବଜାତ ଶିଶୁଙ୍କର ଫଟୋ ରଖନ୍ତି। ବିଲକୁଲ ଏଇଟା ଶାସ୍ତ୍ରରେ ନାହିଁ। କାହିଁ କହିଲେ, ନବଜାତ ଶିଶୁ ଯେଉଁ ବାରମ୍ବାର ଗୋଟେ ନଜର ପଡ଼ିଯିବ, ଯିଏ ଆପଣଙ୍କୁ ମୋବାଇଲକୁ ଦେଖିବ, ଆପଣଙ୍କ ଶିଶୁକୁ ଦେଖିବ, ଏ କିଏ, ଏ ତ ପୁଅ ତ ଝିଅ, ଏଇ ଯେଉଁ କଥାବାର୍ତ୍ତା, କିଛି କିଛି ଲୋକ କାଳ କଥାବାର୍ତ୍ତା କରନ୍ତି। ଆଉ ବାରମ୍ବାର ନଜର ପଡ଼ିବା ଦ୍ୱାରା ଛୁଆ ଯେଉଁ ବହୁତ ଖରାପ ଲୋକ ବହୁତ ଅଛନ୍ତି ନା, ଛୁଆର ଶରୀର ନିଶ୍ଚିତ ଭାବରେ ପୀଡ଼ା ହୁଏ। ଥାର୍ଡ଼, ବହୁତ ଜଣ ଭଗବାନଙ୍କର ରଖନ୍ତି ୱାଲପେପର, ବିଲକୁଲ ରଖିବା କଥା ଭଗବାନଙ୍କ ୱାଲପେପର, କିନ୍ତୁ ଆମେ ସେତେବେଳେ ରଖିବା କଥା ଯଦି ଆମେ ସେଇ ମୋବାଇଲଟା ନେଇକିରି ବାଥରୁମ୍ ଯାଉନା। ଆଜିକା ଡେଟ୍ରେ ତ ବାଥରୁମ୍ ସମସ୍ତେ ଯାଉଛନ୍ତି ମୋବାଇଲ ନେଇକିରି, ତ ଏଇଥିପାଇଁ ନହେଲେ ଭଗବାନଙ୍କର ଆମେ ଆରାମସେ ରଖିକି ପ୍ରଣାମ ବି କରିପାରିବା, କିନ୍ତୁ ଯଦି ସେଇ ସ୍ୱଚ୍ଛ ଭାବରେ ରଖିବା। ଏବେ ଆମେ ଆଲୋଚନା କରିବା ରାଶି ଅନୁଯାୟୀ ମଧ୍ୟ ଆମେ କରିବା। ବହୁତ ଜଣ ରାଶି ଓଲଟା ରଖିଦିଅନ୍ତି। ଧର ଯାଉ ମୁଁ କହିବି କର୍କଟ ରାଶି କଥା, ଯଦି ମୁଁ କହିବି କର୍କଟ ରାଶି ହେଉଛି ଜଳତତ୍ତ୍ୱ ରାଶି, ଆମର କର୍କଟ ରାଶି କ୍ଷୀର ପାଣି ମା ବୋଲି କୁହନ୍ତି। କର୍କଟ ରାଶି ଯଦି ମାଆଙ୍କର ୱାଲପେପର ରଖିବେ ବହୁତ ବଢ଼ିଆ। କିନ୍ତୁ କର୍କଟ ରାଶି କ'ଣ କରିବ ନା, ଯିଏ କର୍କଟର ଚନ୍ଦ୍ରର ଯିଏ ଶତ୍ରୁ ଶନି, କର୍କଟ ରାଶି ଯଦି ନୀଳ କଲରର କିଛି ୱାଲପେପର ରଖିବ, ଖରାପ ତା ପାଇଁ ହେବ। ଏଇଟା ବି ଗୋଟେ ସାଇନ୍ସ। ତ ସେଇଭଳି ଆଜି ଆମେ ଆଲୋଚନା କରିବା। ଫାଷ୍ଟ ମୁଁ କହୁଛି ମେଷ, ସିଂହ, ଧନୁ, ଅଗ୍ନିତତ୍ତ୍ୱ ଯଦି କଥା କହିବା, ମେଷ, ସିଂହ ଏବଂ ଧନୁଙ୍କ ପାଇଁ ସବୁଠୁ ଭଲ ୱାଲପେପର ହେଉଛି ସୂର୍ଯ୍ୟ ମାନେ ଏଇ ଯେଉଁ ଆପଣମାନେ ଦେଖୁଥିବେ ଗୋଟେ ସୂର୍ଯ୍ୟ ଯେଉଁ ସକାଳେ ସକାଳେ ଉଦୟ ହୁଅନ୍ତି, ସେଇ ସୂର୍ଯ୍ୟ। ନହେଲେ ଆପଣ ଜାଣିଥିବେ 7ଟା ଘୋଡ଼ା, ଯେଉଁ ବାସ୍ତୁବିତ୍ ମାନେ ବହୁତ କୁହନ୍ତି ଘରେ ଲଗାନ୍ତୁ। 7ଟା ଘୋଡ଼ା ତ ସମସ୍ତେ ୟୁଜ୍ କରିବା କଥା, କିନ୍ତୁ ସିଂହ ରାଶି, ମେଷ ରାଶି ଏବଂ ଧନୁ ରାଶି 7ଟା ଘୋଡ଼ାକୁ ନିଶ୍ଚିତ ଭାବରେ ସେମାନେ ୱାଲପେପର ରଖିବା କଥା। ଦେଖିବେ ଆପଣମାନେ ବହୁତ ଗ୍ରୋଥ୍, ବହୁତ ଏନର୍ଜି ତାପରେ ହେବ। ଯଦି ମନା କରିବା, ସେମାନେ ପାଣି କେବେ ତାଙ୍କ ୱାଲପେପର ରଖନ୍ତି, ସମୁଦ୍ର ରହିଲା, ଝରଣା, ଏସବୁ ଜିନିଷ କେବେ ରଖିବା କଥା ନୁହଁ। ସେଇ ଭାବରେ ବୃଷ, କନ୍ୟା, ମକର ଯଦି କହିବା ନା, ସେମାନଙ୍କୁ ସବୁବେଳେ ସ୍ଥିର ଜିନିଷ ୱାଲପେପର ଦରକାର। ପ୍ରାକୃତିକ ସୌନ୍ଦର୍ଯ୍ୟ, ଆମର ପାହାଡ଼, ଗୋଟେ ବଗିଚା, ଗୋଟେ କ୍ଷେତ, ଯେଉଁ କ୍ଷେତ୍ରରେ ବହୁତ ବଢ଼ିଆ ଧାନ ଫସଲ ହେଇଥିବ, ଏଇସବୁ ଜିନିଷ। ତାଙ୍କୁ କ'ଣ ଯଦି ନା କହିବା, ଯେଉଁମାନେ ସବୁବେଳେ କଣ୍ଟିନ୍ୟୁଟି ଯାଉଛନ୍ତି, ଗୋଟେ ଧର ଗୋଟେ ହେଲିକପ୍ଟରଟେ ଯାଉଛି ଆକାଶରେ, ସେ ଜିନିଷ ତାଙ୍କ ପାଇଁ ମନା। ପକ୍ଷୀମାନେ ଉଡ଼ି ଯାଉଛନ୍ତି, ମେଘ ଖଣ୍ଡ ଭାସି ଭାସି ଯାଉଛି, ଏଇସବୁ ୱାଲପେପର ତାଙ୍କ ପାଇଁ ବାରଣ। ମିଥୁନ, ତୁଳା, କୁମ୍ଭ, ଏମାନଙ୍କ ପାଇଁ ସବୁଠୁ ଭଲ କିନ୍ତୁ ହେଉଛି ଉଡ଼ିବା ଜିନିଷଟା। ଯଦି ଆମେ କହିବା ଏମାନଙ୍କ ପାଇଁ ଉଡ଼ିବା ପକ୍ଷୀ ବଢ଼ିଆ। ଏମାନଙ୍କ ପାଇଁ ଆମର ଯଦି ନୀଳ କଲର, ହାଲକା ବ୍ଲୁ କଲର କିଛି ବି ଜିନିଷ ହେଇଥିବ, ବହୁତ ବଢ଼ିଆ ୟାଙ୍କ ପାଇଁ ବାଦଲ ବି ୟାଙ୍କ ପାଇଁ ଭଲ। କିନ୍ତୁ ୟାଙ୍କ ପାଇଁ ଗୋଟେ କଥା, ଏଇ ବହୁତ ଜଣ ଜାଣିଛ ଆନିମେଟେଡ଼ ରଖନ୍ତି, ଅନ୍ଧାର ଡାର୍କ ଜିନିଷ ଗୁଡ଼ାକ ରଖନ୍ତି, ସ୍ପାଇଡରମ୍ୟାନ୍ କେତେ କ'ଣ କିଏ ରଖନ୍ତି ଡାର୍କ, ଏଇସବୁ ଜିନିଷ ୟାଙ୍କ ପାଇଁ ମନା। ତାପରେ କ'ଣ ରହିଲା ଆମର କର୍କଟ ରାଶି କଥା ମୁଁ କହିଥିଲି ପ୍ରଥମେ, ଯେମିତି ତ କର୍କଟ, ବିଛା ଆଉ ମୀନ କଥା ଯଦି ଆମେ ଆଲୋଚନା କରିବା, କର୍କଟ, ବିଛା, ମୀନ ପାଇଁ
ସମୁଦ୍ର, ଝରଣା, ଆମର ପୂର୍ଣ୍ଣମୀର ଯେଉଁ ଚାନ୍ଦ, ବହୁତ ହି ବଢ଼ିଆ, ବହୁତ ହି ବଢ଼ିଆ। ଆଉ ଲାଷ୍ଟରେ ଗୋଟେ କଥା କହୁଛି ସମସ୍ତଙ୍କ ପାଇଁ, ତାଜମହଲ, କଣ୍ଟା ଗଛ, ହରର ଜିନିଷ, ଏସବୁ ଜିନିଷ ମନା। ନିଶ୍ଚିତ ଭାବରେ ଆପଣ ଏଇଟା ଦେଖନ୍ତୁ, ନହେଲେ ଆପଣ କାଙ୍ଗାଳ ହେଇଯାଆନ୍ତି। ବହୁତ ଜିନିଷ ଅଛି, ଗରିବୀ ଦରିଦ୍ର ସବୁ କିଛି ଆସିବ, କାହିଁକିନା ଏନର୍ଜିଠୁ କନେକ୍ଟ କରିବ। ନିଶ୍ଚିତ ଭାବରେ ଆପଣମାନେ ବୁଝନ୍ତୁ। ଜୟ ଜଗନ୍ନାଥ।